एक प्रकार धमक देलानी परमाणु बोमा पकेयाकू सेपटे चाइना मध्य रेडी अच्छी पाकिस्तान को सहयोग करियाकू एवं आज भितर देखिया ଆପଣ କହୁଥିଲେ 29 ତାରିଖରେ ଆମ ପରବର୍ତ୍ତୀ ଏପିସୋଡରେ ମଧ୍ୟ କହିଛ 29 ତାରିଖରେ ପରଶୁରାମ କଳ୍କୀଙ୍କର ଲୀଳା ଆରମ୍ଭ ହେଇଯିବ। ଏଇ ସବୁ ସ୍ଥିତିକି ନେଇକି ଆଗକୁ ଆଉ କଣ ଦେଖାଯିବ କୁହନ୍ତୁ? ସମୟ ତ ଭଲ ନାହିଁ, ଆପଣଙ୍କୁ ଆଗରୁ କହିଦେଇଛି 29 ଏପ୍ରିଲ ଆଦୌ ଭଲ ସମୟ ନୁହେଁ। ସେ ଦିନଟା ଅଭିଜିତ ଭଲ ସମୟ ମାନେ ସେଦିନ ଜଣେ ମହାପୁରୁଷଙ୍କର ପୃଥିବୀ ପୃଷ୍ଠରେ ଅବତୀର୍ଣ୍ଣ ହବ। ହିନ୍ଦୁଙ୍କ ପାଇଁ ଭଲ, ସନାତନ ଧର୍ମ ପାଇଁ ଭଲ, ବାକି ରହିଲା ଯବନ ଆଉ ମ୍ଲେଚ୍ଛ ଏ ଦିଟା ଜାତି ପାଇଁ ଖରାପ। ଗୋଟେ ହେଲା ପଠାଣ ମୁସଲମାନ ଖ୍ରୀଷ୍ଟିଆନ, ଏମାନଙ୍କ ପାଇଁ ଭଲ ନୁହଁ। କାରଣ କଳ୍କି ଯୋଉ ଆସୁଛନ୍ତି କଳ୍କି ଯୋଉ ଆସୁଛନ୍ତି ଏବେ ଏ ଦିଟା ସମ୍ପ୍ରଦାୟକୁ ଏ ଦିଟା ଯୋଉ ଅଛନ୍ତି ଗୋଟେ ଟାଇପ ଅଫ ଜୀବ ଜନ୍ତୁ ଏମାନଙ୍କୁ ସେମାନେ ନଷ୍ଟ କରିଦେବେ। କାରଣ ଦିବ୍ୟାସ୍ତ୍ର ଗୁଡାକ ସବୁ ଚଲେଇବେ ପରଶୁରାମ 29 ତାରିଖରୁ ଦିବ୍ୟାସ୍ତ୍ର ଚଲେଇବେ। 29 ତାରିଖରେ ଘଡଘଡି ଚଡଚଡି ବର୍ଷା ପାଣି ପବନ ଧୂମକେତୁ ଭୂକମ୍ପ ଅଗ୍ନି ଉଦ୍ଗିରଣ ପୃଥିବୀଟା ଫାଟିଯିବ। ଉତ୍ତର ମେରୁ ଫାଟିଯିବ, ଦକ୍ଷିଣ ମେରୁ ଉତ୍ତର ମେରୁ ଅଲଗା ହେଇଯିବ, ଆଣ୍ଟାର୍କଟିକା ଫାଟିଯିବ, ବରଫ ତରଳିଯିବ, ବୋମା ବର୍ଷା ହବ। ପାକିସ୍ତାନ ବର୍ତ୍ତମାନ ସବୁ ବୋମା ଗୁଡାକ ପୃଥିବୀ ଭାରତ ଆଡିକି କରିସାରିଲାଣି। ସବୁ ତାର ଯୋଉ ସାହିନୀ ଅଛି ଆଉ ବାରାକ ଅଛି ତା ଦେହରେ ବୋମା ଲଗେଇ ସାରିଲାଣି। କଲିକତାକୁ ଉଡେଇବ, କଲିକତା ବମ୍ବେଇ ଦିଲ୍ଲୀ ଚେନ୍ନାଇ ଆକୁ ଉଡେଇବାକୁ ସେ ବର୍ତ୍ତମାନ ରେଡି ହେଇଗଲାଣି। ତେଣୁକରି ପରଶୁରାମ ଆସିଲେ ତାଙ୍କ ଦିବ୍ୟାସ୍ତ୍ର ଦ୍ଵାରା ପବନ ଦ୍ଵାରା ସେ ବୋମାର ଓଲଟା ଆଉ ଫୁଟିବନି, ତାରି ଦେଶରେ ଯାଇକି ପଡିକି ତାରି ଦେଶରେ ଫାଟିବ। ସେ ବର୍ତ୍ତମାନ ଆମର ଚେନ୍ନାଇକୁ ଉଡିବାକୁ ଚାହୁଁଛି, ବମ୍ବେକୁ ଉଡିବାକୁ ଚାହୁଁଛି, କଲିକତାକୁ ଉଡିବାକୁ ଚାହୁଁଛି, ଦିଲ୍ଲୀକୁ ଉଡିବାକୁ ଚାହୁଁଛି, ଅହମ୍ମଦାବାଦକୁ ଉଡିବାକୁ ଚାହୁଁଛି, ପୁନେକୁ ଉଡିବାକୁ ଚାହୁଁଛି, ସୁରତକୁ ଉଡିବାକୁ ଚାହୁଁଛି। ବୋମା ଗୁରା ଫିଟ୍ କରିକି ରଖିଛି। ସେ ଯେତେବେଳେ ବୋମା ମାରିବ ପାକିସ୍ତାନ ପରଦିନ ବୋମା ସେ ପକେଇବ। ପରଦିନ 29 ତାରିଖ ଦିନ ପାକିସ୍ତାନ ବୋମା ଭାରତରେ ଯେତେବେଳେ ପକେଇବାକୁ ଆସିବ, ପରଶୁରାମଙ୍କର ଦିବ୍ୟାସ୍ତ୍ର ଦ୍ଵାରା ସେ ବୋମାର ତାରି ଦେଶରେ ସବୁ ଢୋ ଢା ହେଇକି ତାଳ ଫୁଟୁଳା ଫୁଟିକି ସେଗୁଡାକ ଯେମିତି ହାତରେ ବୋମା ଫୁଟେଇନି ସେଗୁଡା ପାକିସ୍ତାନରେ ଫୁଟିକି ଲାହୋର, କରାଚି, ଇସଲାମାବାଦ ସୋହା ହେଇଯିବ। 29 ତାରିଖ ଦିନ ଲାହୋର, ଇସଲାମାବାଦ, କରାଚି ସୋହା ହେଇଯିବ। ସବୁତକ ଜଳି ପଡିକି ପାଉସ ହେଇଯିବେ। ଆଉ ଲାହୋର, କରାଚି, ଇସଲାମାବାଦର ଲୋକମାନଙ୍କୁ କହିଥିଲେ ଆପଣ ଚ୍ୟାନେଲ ଥ୍ରୁରେ ଯେତିକି ସେଲଫି ନେବା କଥା ନେଇଯା, ଫଟୋ ଉଠେଇବା କଥା ଉଠେଇ ଦିଅ। ନିଜ ପାକିସ୍ତାନର ଗୋଟେ ଜୋଗ୍ରାଫିକାଲ ଫଟୋ ଉଠେଇ ଦିଅ, କାରଣ ପାକିସ୍ତାନର ଜୋଗ୍ରାଫି ରହିବନି। 29 ତାରିଖ ଲାଷ୍ଟ ପରଶୁରାମଙ୍କର ଦିବ୍ୟାସ୍ତ୍ର ଏମିତି ଘାଙ୍ଗେଇ ହେଇକି ଯିବ, ସବୁ ବ୍ରହ୍ମାସ୍ତ୍ର ଗୁଡାକ ସବୁ ଗୁଡାକ ପୁରା ମାନଚିତ୍ର ବଦଳେଇ ଦବ। ତେଣୁକରି ମୁଗଲ ପଠାଣ ମୁସଲମାନଙ୍କର ଲାଷ୍ଟ ସବୁ ସଂହାର କରିବେ ପରଶୁରାମ 29 ତାରିଖ ଦିନ କରିବେ। ତେଣୁକରି 29 ତାରିଖ ଦିନ ବାଂଲାଦେଶ ଶେଷ, ଏଇ ଯୋଉ ରୋହିଙ୍ଗ୍ୟା ଶେଷ, ମୁସଲମାନ ଶେଷ, ଇସଲାମ ଆତଙ୍କବାଦୀ ଶେଷ, ଆଉ ସମସ୍ତ ପଠାଣଙ୍କୁ ପାଇଯିବେ। ଯେତେ ସବୁ ରହିକି ଭାରତ ବିରୁଦ୍ଧରେ ଷଡଯନ୍ତ୍ର ସବୁ କରୁଛୁ ପଠାଣ, ତମର ସବୁ ଆଖିରି ପରଶୁରାମ ତମକୁ ସହାୟ କରିବେ। କାରଣ ତାଙ୍କୁ ଆଉ ଯୋଉ ଏଇ ଯୋଉ ମକ୍କା ମଦିନାରେ ଅଛି ଯୋଉ କଳ୍କୀ ଉତ୍ପନ୍ନ କରିଛି ମନ୍ତ୍ର ଦ୍ଵାରା ଶୁକ୍ରାଚାର୍ଯ୍ୟ, ପରଶୁରାମ ହନୁମାନ ରହିଲେ ଆକାଶ ଶୂନ୍ୟ ମାର୍ଗରେ, ପରଶୁରାମ ରହିଲେ ଆଉ ଗୋଟା ପଟେ, ହନୁମାନ ରହିଲେ ଗୋଟା ପଟେ, ଆଉ ଏପଟେ କାକଭୂଷଣ ରହିବେ, ବିଭୀଷଣ ରହିବେ, ଆଉ ଅଶ୍ୱତ୍ଥାମା ରହିବେ ଗୋଟେ ପଟେ। ଅଶ୍ୱତ୍ଥାମା ପୁରା ଆଗରେ ରହିବେ। ଅଶ୍ୱତ୍ଥାମା ତାଙ୍କର ଯୋଉ କ୍ରୋଧ ଯୋଉ ରାଗ, କାରଣ ଅଶ୍ୱତ୍ଥାମା ହଉଛନ୍ତି ମହାରୁଦ୍ର। ତେଣୁକରି ଦିଟା ରୁଦ୍ର, ଗୋଟେ ହେଲା ଅଶ୍ୱତ୍ଥାମା ରୁଦ୍ର, ଗୋଟେ ହନୁମାନ ରୁଦ୍ରକୁ ଏପଟେ ପରଶୁରାମ ରୁଦ୍ର, ଆଉ ସେପଟେ ମକ୍କା ମଦିନାରୁ ବର୍ତ୍ତମାନ 29 ତାରିଖ ଦିନ ମହାଦେବ ବାହାରି ଯିବେ। ମକ୍କା ମଦିନାରୁ ମନେ ରଖ, ମକ୍କା ମଦିନାରୁ 29 ତାରିଖ ଦିନ ମାନେ ପରଦିନ ବାହାରି ଯିବେ। କିଏ? ମହାଦେବ ବନ୍ଧନ ମୁକ୍ତ ହେଇଯିବେ। ଯାହା ଫଳରେ ଆମର ମନ୍ତ୍ର ଯନ୍ତ୍ର ତନ୍ତ୍ର ସବୁ କାମ କରିବ। ଆମ ମନ୍ତ୍ର ଯନ୍ତ୍ର ତନ୍ତ୍ର କାହିଁକି କାମ କରୁନି ନା, ଶିବ ହେଲେ ମନ୍ତ୍ର ଯନ୍ତ୍ର ତନ୍ତ୍ର ଦେବତା। ତାଙ୍କୁ ଏଇ ଯୋଉ କଳିଯୁଗ ଯୋଉ କହିଲେ ସିଏ ହଉଛି କଳି ପୁରୁଷ। ତାକୁ ଶୁକ୍ରାଚାର୍ଯ୍ୟ ମନ୍ତ୍ର ଦ୍ଵାରା ତିଆରି କରିଛି ମହାଦେବକୁ ବନ୍ଧନ କରିକି ମକ୍କା ମଦିନାରେ। ତେଣୁକରି ମହାଦେବ ଖୋଲିବେ ମାନେ କଳି ସୁହା ହବ, ଆଉ ସବୁ ମନ୍ତ୍ର ଯନ୍ତ୍ର ତନ୍ତ୍ର ଗୁଡାକ ଧଡ ଧାଡ ଚାବି ଖୋଲିଯିବ, ସବୁ ଉତ୍କଳିତ ହେଇଯିବ। ସବୁ ଉତ୍କଳିତ ହେଇଗଲେ, ଉତ୍କଳନ ହେଇଗଲେ ସବୁ ମନ୍ତ୍ର ଯନ୍ତ୍ର ତନ୍ତ୍ର କାମ କରିବ। ମୁଁ ତାହେଲେ ବଗାଳମୁଖୀ ସାଧକ, ମୋର ତ ଅଲରେଡି ମୁଁ ବଗାଳମୁଖୀ କି ମନ୍ତ୍ର ଦ୍ଵାରା ଛାଡି ଦେଇଛି। 64 ଯଜ୍ଞ 9 କୋଟି କାଟାଇନି। ମୋର ଯେତେ ପ୍ରେତମାନେ ଥିଲେ ସବୁ ଅଲରେଡି ଭାରତର ବୋମାରେ ବସି ପଡିଛନ୍ତି। ଭାରତର ମିସାଇଲ ଅଗ୍ନି 1, 2, 3 ସିରିଜ ରାଫେଲରେ ସବୁ ବସି ଗଲେଣି, ସୁଖେଇରେ ବସିଗଲେଣି, ତେଜସରେ ମୋର ଭୂତ ପ୍ରେତ ଚଣ୍ଡୀ ଚାମୁଣ୍ଡା ମାନେ ବସିଗଲେଣି। ସେ ଯବନ ମ୍ଲେଚ୍ଛଙ୍କର ରକ୍ତ ଖାଇବେ ବୋଲି ବର୍ତ୍ତମାନ ବଡ ବଡ ଜିଭ ଦାନ୍ତ ବାହାର କରିକି ମୋର ପ୍ରେତାତ୍ମା ମାନେ ସବୁ ବସିଗଲେଣି। ମୋ ପ୍ରେତାତ୍ମା ମାନେ ବର୍ତ୍ତମାନ ଉଗ୍ର ରୂପ ଧାରଣ କରିକି ଭାରତର ମିସାଇଲରେ ବସିଗଲେଣି, ଜାହାଜରେ ବସିଗଲେଣି। ବର୍ତ୍ତମାନ
ଖାଲି ରହିଲା ପରଶୁରାମ ଆସିବାକୁ ଅପେକ୍ଷା କରିଛନ୍ତି। ପରଶୁରାମ ପରଦିନ ଆସିଗଲେ ଯେମିତି କର୍ଣ୍ଣର ବାଣରେ ଶୋଷକ ବସିଥିଲା ସେମିତି ମୋର ଅଲରେଡି ପ୍ରେତମାନେ ମନ୍ତ୍ର ଦ୍ୱାରା ମୁଁ ଚଣ୍ଡୀ ଚାମେଣ୍ଡା ଯୋଗିନୀ ରକ୍ତ ବୀଜକୁ ମାରିଲା ଭଳିଆ ମହିଷାସୁରକୁ ମାରିଲା ଭଳିଆ ଦୁର୍ଗାଙ୍କର ଯେଠି ନବକୋଟି କାତାୟିନୀ 64 ଯୋଗିନୀ ସେମିତି ମୋର ଭୂତ ପ୍ରେତ ଚଣ୍ଡୀ ଚାମେଣ୍ଡା ମାନେ ସବୁ ଘେରିଗଲେଣି। ପାକିସ୍ତାନ ଯବନ ପଠାଣ ମ୍ଲେଚ୍ଛ ଖ୍ରୀଷ୍ଟିଆନକୁ କଲେନି। ଦେଖନ୍ତୁ କଳ୍କି ଆସିବା ପୂର୍ବରୁ ସେଇଟା ବଡ ଆତଙ୍କ ବଡ ବଦମାସକୁ ସେ ଯୋଉ ଗୋଟେ ଅଛି ଇଟାଲୀରେ ତାକୁ ଆଗେ ସୁହା କଲେ। ସେଇଟା ବହୁତ ଅସୁବିଧା କ୍ଷତି କରୁଥିଲା ସେ ସୁହା ହେଲେ। ବର୍ତ୍ତମାନ ଚାରିଆଡେ ଖାଲି ଘନ ଘୋଟ ଯୁଦ୍ଧର ବାତାବରଣ ଦେଖାଯିବ। ଆକାଶରେ ଖାଲି ସାଇଁ 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 ତେଜସ୍ ରାଫେଲ କୁ ଆଉ ମିରେଜ କୁ ଶୁଖେଇକି ଆପଣ ଦେଖିବେ ବର୍ତ୍ତମାନ ଚାଲିବ। ଆଉ ତେଜସ୍ ବେଶୀ ବଡ କାମ କରିବ କାରଣ ସେଟା ହାଲକା ବିମାନ ତ ତା ଦେହରେ ସବୁ ପ୍ରେତାତ୍ମା ମାନେ ବସିକି ଆକାଶ ମାର୍ଗରେ ଉଡି ଚାଲିବେ। ତେଣୁକରି ଭୟଙ୍କର ଯୁଦ୍ଧ, ଏତେ ଭୟଙ୍କର ଯୁଦ୍ଧ ହବ ତାର କିଛି କହିହବନି। ଆଉ ରହିଲା ଅଳ୍ପ ସମୟ ଭିତରେ ଆକାଶରେ ଆଉ ଆପଣ ଯାଇପାରିବେନି। ତେଣୁକରି ପିଲାମାନଙ୍କ ପାଇଁ ଆପଣ ଖାଦ୍ୟ ଶସ୍ୟ ଯୋଗାଡ଼ କରିଦିଅନ୍ତୁ, ଘରେ ପନିପରିବା ରଖିଦିଅନ୍ତୁ, ଆଉ ବାହାରି ପାରିବେନି କାରଣ ପରଦିନ ଏତେ ଜୋରେ ପ୍ରଳୟ ବର୍ଷା ପାଣି ପବନ ତୋଫାନ ହବ, ଘରୁ ବାହାରି ପାରିବେନି। ତେଣୁକରି ଆପଣ ଚ୍ୟାନେଲ ଥ୍ରୁରେ ସମସ୍ତଙ୍କୁ ଜଣେଇ ଦଉଛି ଓଡିଶାର ସନାତନ ଧର୍ମ ଆଉ ମାନେ ଆପଣ ଘରେ ଆଉ ଏବେ ଯେହେତୁ ଭୟଙ୍କର ପାଣି ପବନ ଆସୁଛି 29 ତାରିଖ ଦିନ ପରଶୁରାମ ଆସୁଛନ୍ତି, ତାଙ୍କ ଦିବ୍ୟାସ୍ତ୍ର ଝଙ୍କାର ଖାଲି ଧରିବ, ଘଡଘଡି ଚଡଚଡିଆ ଘରୁ ବାହାରି ପାରିବେନି, ଭୟଙ୍କର ବଜ୍ରପାତ ହବ। ଘରେ ପନିପରିବା ଡାଲି ଚାଉଳ ସବୁ ଥୋଇ ଦିଅନ୍ତୁ, ଟିକେ ଏମର୍ଜେନ୍ସି ଲାଇଟ୍ ପାଇଁ ବ୍ୟାଟେରୀ ଫ୍ୟାଟେରୀ ଆଣିକି ଆପଣ ଚାର୍ଜ କରିକି ରଖିଦିଅନ୍ତୁ। ଆଉ ସମସ୍ତେ ସାଇକେଲରେ ଯିବା ଆସିବା କରିବା ପାଇଁ ରେଡି ହେଇଯାଆନ୍ତୁ, ପେଟ୍ରୋଲ ଡିଜେଲ ମିଳିବନି, ସବୁ ରେଟ୍ ବଢିଯିବ। ଡାଲି ଚାଉଳ ଶସ୍ୟ ପାଇଁ ଆପଣ ରଖିଦିଅନ୍ତୁ, ଯେତିକି ଆବଶ୍ୟକ ଆପଣ ବର୍ଷକ ପାଇଁ ଆଟଲିଷ୍ଟ ଆପଣ ରେଡି ହେଇକି ରହିଯାଆନ୍ତୁ। କାରଣ ଯୁଦ୍ଧ ସିନା ହବ, ଯୁଦ୍ଧ ପରେ ଯୋଉ ଭୟଙ୍କର ସ୍ଥିତି ହବ, ମହାମାରୀ ଆଣ୍ଟିବାୟୋଟିକ ଔଷଧ ସବୁ ଘରେ ରଖିଦିଅନ୍ତୁ। କାରଣ ଯୁଦ୍ଧ ପରେ ଯୋଉ ମଲା ମୁର୍ଦାର ଲକ୍ଷ ଲକ୍ଷ ପଡିବେ, ଶାଗୁଣା ଚିଲ ସବୁ ଖାଇବେ, ସେଇ ସମୟ ବର୍ତ୍ତମାନ ଆସିଯାଉଛି। କୁକୁର ମାଙ୍କଡ ଖାଇବେ, ଗଧିଆ ମାନେ ଖାଇବେ, ସେ ଯୋଉ ଭାଇରସଟା ଆସିବ ସେଥିରୁ ରକ୍ଷା ପାଇବା ପାଇଁ ତେଣୁ ସାନିଟାଇଜ ପାଇଁ ଟିକେ ସାନିଟାଇଜ କରିବାକୁ ଟିକେ ଲିକ୍ୱିଡ ଫିକ୍ୱିଡ ରଖନ୍ତୁ, ଆଣ୍ଟିବାୟୋଟିକ ମେଡିସିନ ରଖନ୍ତୁ। ପିଲାମାନଙ୍କ ପାଇଁ ଯଥା ସମ୍ଭବ ଯେତିକି ଖାଦ୍ୟ ପଦାର୍ଥ ଦରକାର ପିଲାମାନେ ଖାଇବା ପାଇଁ ରଖିଦିଅନ୍ତୁ। ବର୍ତ୍ତମାନ ଆଉ ଗୋଟିଏ ଦିନ ଆପଣଙ୍କ ହାତରେ ଟାଇମ ରହିଲା ଯୁଦ୍ଧକାଳୀନ ଭିତରେ ଆପଣ ମାନେ ବର୍ତ୍ତମାନ ରେଡି ହେଇଯାଆନ୍ତୁ। କାରଣ ଆଉ ବେଶୀ ସମୟ ନାହିଁ, 29 ତାରିଖ, ଆଜି 27, କାଲି 28, କାଲି ରାତି 12ଟାରୁ ଷ୍ଟାର୍ଟ ହେଇଯିବ। କାଲି ରାତି 12ଟାରୁ ପାଣି ପବନ ବର୍ଷା ବାତ୍ୟା ଘଡଘଡି ଚଡଚଡି ବିଜୁଳି ପରଶୁରାମଙ୍କର ଦିବ୍ୟାସ୍ତ୍ର ଆପଣ ଦେଖିବେ। କେମିତି ପରଶୁରାମଙ୍କ ଦିବ୍ୟାସ୍ତ୍ରରେ ବଡ ବଡ ପାହାଡ ଗୁଡାକ ଖାଲି ଆକାଶରେ ଖଣ୍ଡ ଖଣ୍ଡ ହେଇକି ଉଡିବ। ଏଇ ଯୋଉ ପାହାଡ ଗୁଡା ଆପଣ ଦେଖୁଛନ୍ତି ସେଟା ଆକାଶରେ ଢୋଢା ତାଳ ଫୁଟୁକା ଭଳିଆ ଗୋଡି ବାଣ ଭଳିଆ ସେଟା ଉଡିକି ମାଡ ହେଇକି ସବୁ ତଳେ ପଡିବ। ଏମିତି ତାଙ୍କ ଦିବ୍ୟାସ୍ତ୍ର ସବୁ ଚାଲିବା ଯୋଗୁଁ ଭୟଙ୍କର ଭୂକମ୍ପକୁ ବଡ ବାତ୍ୟା ଏତେ ଜୋରେ ପବନ ଆସିବ ଆପଣ ବି ବିଲିଭ କରିପାରିବେନି, ଏତେ ଜୋରେ ପବନକୁ ବିଜୁଳି ସବୁ ହବ। ତେଣୁକରି ଭୟଙ୍କର ସ୍ଥିତି ଆସିଯାଉଛି। ଆମ ସନାତନ ଧର୍ମ କିଛି ହବାର ନାହିଁ, ହିନ୍ଦୁ ଧର୍ମ କିଛି ହବାର ନାହିଁ, ସନାତନ ଧର୍ମ ଆମର କିଛି ହବାର ନାହିଁ। ବାକି ତକ ଯୋଉ ଆମ ଦେଶରେ ପଶି ଯାଇଛନ୍ତି, ଯାଇନାହାନ୍ତି ଆମ ରାଜା ମହାରାଜା ମାନେ ଜାଲିଆନ ବାଗଠୁ ଆରମ୍ଭ କରି ନାନା ପ୍ରକାର ଆମର କ୍ଷତି ଷଡଯନ୍ତ୍ର କରିକି ଆମ ଧର୍ମକୁ ପତନ କରିଛନ୍ତି, ଆମ ବିରୁଦ୍ଧରେ ଲାଗିଛନ୍ତି। ସେମାନଙ୍କର ସଂହାର ପତନ ଆଉ ଅଳ୍ପ ସମୟ ରହିଲା ବା 28 ତାରିଖ ରାତି 12ଟାରୁ ଷ୍ଟାର୍ଟ ହେଇଯିବ। ତେଣୁକରି ବର୍ଷା ପାଣି ପବନ ପରଶୁରାମ ବର୍ତ୍ତମାନ ମୁହଁ ଧଉଥିଲେ। ବର୍ତ୍ତମାନ ଗୁରୁ ମୀନ ରାଶିରେ ବର୍ତ୍ତମାନ ଶନି ମୀନ ଯୋଗ, ପଞ୍ଚଗ୍ରହ 6 ଗ୍ରହ କୂଟ, ଏପଟେ ଅମାବାସ୍ୟା, ଏପଟେ ଆପଣ ଜାଣିଥିବେ 13 ତାରିଖ ଦିନ ପୂର୍ଣ୍ଣିମାରେ ଚିଲ ବୁଲୁଥିଲା। ପୂର୍ଣ୍ଣିମା ଦିନ ଆମର ପୂର୍ଣ୍ଣିମା ଦିନ ନୂଆ ବର୍ଷ ଆରମ୍ଭ ନା, ଆମର ପୂର୍ଣ୍ଣିମାଠୁ ନୂଆ ବର୍ଷ ଆରମ୍ଭ ହେଲା। ତେଣୁକରି ପୂର୍ଣ୍ଣିମାଠୁ ନୂଆ ବର୍ଷ ଆରମ୍ଭକୁ ସେଟା ଆକାଶ ମାର୍ଗରେ ଚିଲ ନେଇକି ଉଡୁଥିଲା। କଣ ଉଡୁଥିଲା ମାନେ ଏଇ ଯୋଉ ବାନାଟା ନେଇକି ଚିଲ ଆକାଶ ମାର୍ଗରେ ଉଡୁଥିଲା ପୂର୍ଣ୍ଣିମାଠୁ। ତେଣୁକରି ପୂର୍ଣ୍ଣିମା 13 ତାରିଖ କଥା କହୁଛି, ଏଇ ଏପ୍ରିଲ ମାସ 13 ତାରିଖରେ ଚିଲ ନେଇକି ଉଡୁଥିଲା। ତେଣୁକରି ଭାଇଙ୍କର ସ୍ଥିତି ବର୍ତ୍ତମାନ ହବାକୁ ଯାଉଛି। ଖାଲି ତ୍ରାହିମାମ 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 ହେ ନାରାୟଣମ ଜଗଦୀଶ୍ୱରାୟ, ହେ ନାରାୟଣମ ତୁଭ୍ୟଂ ନମାମି, ହେ ନାରାୟଣମ ଜଗଦୀଶ୍ୱରାୟ, ହେ ନାରାୟଣମ ତୁଭ୍ୟଂ ନମାମି, ହେ ନାରାୟଣମ ଜଗଦୀଶ୍ୱରାୟ, ହେ ନାରାୟଣମ ତୁଭ୍ୟଂ ନମାମି। ଏଇ ମନ୍ତ୍ରକୁ ଜପ କରନ୍ତୁ ଦର୍ଶକ ବନ୍ଧୁ। ଆଜି ପାଇଁ ରଖୁଛି, ରହିଲି, ନମସ୍କାର। ଆଉ ଗୋଟେ ଖାଲି ଟିକେ ଲାଷ୍ଟ ଯୋଉ ତୋପର ଯୋଉ ହବା କଥା ସେଇ ବୋଧେ ଆସିଗଲା ସମୟ, ଯୋଉଟା ପରମାଣୁ ପକେଇବ, ଯୋଉ କହିଲେ ମାନେ ପରମାଣୁ କାମ କରିବନି, ନିଶ୍ଚିନ୍ତ ଭଗବାନଙ୍କର ତୋପ ଶକ୍ତି କାମ କରିବ ଏଠି। ତପ ଶକ୍ତି ଯୋଉଟା ତପ ଆଗରେ କାମ କରିବ। ବର୍ତ୍ତମାନ ପରମାଣୁ ବୋମା ପକେଇବେ ବୋଲି ପାକିସ୍ତାନକୁ ସେ ଯୋଉ ବାଇଡେନ ଥିଲା, ଟ୍ରମ୍ପ ଟା ଆମ ସପକ୍ଷରେ, ସେ ବାଇଡେନ ବର୍ତ୍ତମାନ ପାକିସ୍ତାନକୁ ଫୋନ କରି କହିଛି ତୁ ପରମାଣୁ ବୋମା ପକା, ପରମାଣୁ ବୋମା ନ ପକେଇବୁ ଯଦି ଭାରତ ଉପରକୁ ପଳେଇବା, ଆମେରିକା ସୁପର ପାୱାର ହବନି, ଭାରତ ସୁପର ପାୱାର, ମୋଦି ଭାରତକୁ ସୁପର ପାୱାର କରିଦଉଛି, ଭାରତରେ ପରମାଣୁ ବୋମା ପକେଇଲେ ତୁ ଡାଉନ ହେଇଯା। ବ୍ରିଟିଶ ପ୍ରାଇମ ମିନିଷ୍ଟର ଆଉ ଫୋନ କରିକି କହିଛନ୍ତି ସେଇ ଯୋଉ ମୁନିର ଅଛି ତାର ସୈନିକ ହେଡ, ଯୋଉ ସୋଲଜର ହେଡ ଯୋଉ ଅଛି ମୁନିର ପାକିସ୍ତାନର, ହଁ ସିଏ ହଉଛି ରାହୁଲ ଗାନ୍ଧୀର ସାଙ୍ଗ ଆଉ ଭାରତର କଂଗ୍ରେସର ସାଙ୍ଗ। ସିଏ ହଉଛି ଆତଙ୍କବାଦୀର ହେଡ ଆଉ ସିଏ ହଉଛି ରାହୁଲ ଗାନ୍ଧୀ, ଗାନ୍ଧୀ ପରିବାରର ଆଉ କଂଗ୍ରେସର ସିଏ ହଉଛି ଯୋଡିଦାର।
ताको ब्रिटिश प्राइम मिनिस्टर आ प्रेसिडेंट ऑफ प्रीवियस प्रेसिडेंट ऑफ एक्स प्रेसिडेंट बाइडेन ताको फोन करी कहते भारत रे बोमा पकई कि भारत को सर्वशांत कले भारत डाउन हो जाऊ भारत डाउन हेले ब्रिटेन उठिबो से ब्रिटेन जो ब्रिटेन हमको जालियानबाग हत्याकांड आम देश को लुंठन चोरी करूला से ब्रिटेन ने ए सब जिनस करुची बाइडेन करुची आ भारत रो कांग्रेस करुची राहुल गांधी कहूची राहुल गांधी निजे जाई कि अमेरिका रे रही कि सब कांड कारखाना करिची भारत रे परमाणु बोमा पकिया को इनडायरेक्टली राहुल गांधी जाई कि सब सेटिंग करिची पाकिस्तान को अमेरिका रे कर दे कि एଠିକି आसिकी रोल फुटौची मिछरे तेणु कर राहुल गांधी को चिन्हंतु पाकिस्तान को चिन्हंतु अमेरिका को प्रेसिडेंट बाइडेन को चिन्हंतु किंतु ट्रम्प नुहे ट्रम्प आम फेवर रे पुतिन नुहे आ पुतिन आम फेवर रशिया प्रेसिडेंट आ नेतन्याहू प्राइम मिनिस्टर ऑफ इज्राएल सी आमर भारी फेवर रे किंतु ए तीनटा हेले शैतान गोटे है कांग्रेस गांधी राहुल आउ गोटे है ब्रिटेन आउ गोटे है अमेरिका से माने पाकिस्तान को कही कि भारत रो 4टा 5टा शहर 6टा शहर को बोमा बड़ बड़ परमाणु बोमा सब सेटिंग कर देछिन जदि परमाणु बोमा न पकेबा अमेरिका कहूची भारत एपर को एते ऊपर को उठेबो तोटू परमाणु बोमा छडे नै जीवो भारत काहेकि छडे कि तोटू परमाणु बोमा मोदी नबो ता पूर्व तापर पकई दे ए पकई देले ताको भलो अमेरिका उठी जीवो ब्रिटेन उठी जीवो आउ राहुल गांधी आउ कांग्रेस तो या चाहूची भारत रे परमाणु बोमा पडू भारत नष्ट हो आ भारत रे सरिया चालू मुसलमान शासन करंतु सरिया चालू इस्लामिक राष्ट्र हो एटा राहुल गांधी आ कांग्रेस चाहूची बेली मते एटा मां बगलामुखी निजे कहिची मु बगलामुखी कथा डायरेक्ट आपन को रिले करके कहूची ठीक है जय जगन्नाथ जय पंच।